ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ। ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଡକ୍ଟର ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା, ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ମୁଖ୍ୟ ଅତିଥି ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଆଧୁନିକ କବିତାର ଦୃଷ୍ଟି ଓ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସାହିତ୍ୟ ମନୋରଞ୍ଜନ ସହ ମନକୁ ଜାଗରଣ କରାଇଥାଏ। ସେହିପରି ଆଧୁନିକ କବିତା ନିଜର ଦୃଷ୍ଟି ଓ ଦର୍ଶନରେ ସମୟକୁ ସାଉଁଟି ଧରି ପାରିଛି। ମୁଖ୍ୟ ବକ୍ତା ଅଧ୍ୟାପକ ଶ୍ରୀ ପାଟ୍ଟଶାଣୀ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ଆଧୁନିକ ହେଉଛି ଏକ ମାନସିକତା ଯାହା ବର୍ତ୍ତମାନ ସହ ସମ୍ପର୍କୀକୃତ। ତେଣୁ ଏହି ଦୃଷ୍ଟିରୁ ସାରଳା ଦାସ, ପଞ୍ଚସଖା, ଉପେନ୍ଦ୍ର ଭଞ୍ଜ ପ୍ରମୁଖ ନିଜ ନିଜ ସମୟରେ ଆଧୁନିକ। ଓଡ଼ିଆ ସାହିତ୍ୟରେ ଆଧୁନିକତା ଯଦିଓ ରାଧାନାଥ ତଥା ଫକୀରମୋହନ ଆଣିପାରିଥିଲେ, ତେବେ ବି ଆଧୁନିକ ଯୁଗର ପ୍ରକୃତ ବାର୍ତ୍ତାବହ ଭାବେ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଧରି ନିଆଯିବ। ଏହି ଅବସରରେ ପୀତବାସ ପ୍ରଧାନ ଅବକ୍ଷୟ ଶୀର୍ଷକ ଗଳ୍ପ ପାଠ କରିଥିଲେ ଓ ରାଜକୁମାର ମହାନ୍ତି ଏହାକୁ ସମୀକ୍ଷା କରିଥିଲେ। ସେହିପରି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜ ବିହାରୀ ରାଉତ ଓ ଗୌତମ ଦାସଙ୍କ ସଂଯୋଜନାରେ ଧରିତ୍ରୀ ପାଇକ ରାୟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସଂଯୁକ୍ତା ଦାସ, ଉପେନ୍ଦ୍ର ବସ୍ତିଆ, ସାଗର ମହାନ୍ତି, ପ୍ରଶାନ୍ତ ନାୟକ, ସୁମିତା ସ୍ୱାଇଁ, ତ୍ରିନାଥ ସିଂ, ଗଦାଧର ରଥ, ଅଜୟ କୁମାର ମହାନ୍ତି, ହିମାଂଶୁ ସାହୁ, ମୀନକେତନ ପଶାୟତ, ନିକୁଞ୍ଜ ବିହାରୀ ଦାସ, ଜ୍ଞାନରଞ୍ଜନ ମିଶ୍ର, କରୁଣାକର ପାଟ୍ଟଶାଣୀ, ସୁଭାଷିନୀ ସାହୁ, କୁଞ୍ଜ ବିହାରୀ ରାଉତ ଓ ଗୌତମ ଦାସ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ବିଭୁଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟୀ ପୁରୋହିତ, ଲିସୁ ବେହେରା, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ନିରୁପମା ଚାନ୍ଦ, ରବୀନ୍ଦ୍ର ଠାକୁର, ରାଜଶ୍ରୀ ନାୟକ, କମଳା ଆଚାର୍ଯ୍ୟ, ପ୍ରିୟା ପାତ୍ର, ରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ପାଣିଗ୍ରାହୀ, ରାମଚନ୍ଦ୍ର ପାଢ଼ୀ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, କୁଳମଣି ଦାସ, ଅନିଲ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲାରୁ କୁଞ୍ଜ ବିହାରୀ ରାଉତଙ୍କ ରିପୋର୍ଟ, ମସିହା ନ୍ୟୁଜ। ତୁମେ ରହିଛ ସାତ ଦରିଆ ପାରେ, ଆମର ଏପଟେ ସକାଳ, ତୁମର ସେପଟେ ସନ୍ଧ୍ୟା। ସକାଳେ ମନ୍ଦିରରେ ଅବା ସନ୍ଧ୍ୟାରେ ଅବା ତୁଳସୀ ଚଉରା ମୂଳରେ ତୁମ ପାଇଁ ଶୁଭ ମନା ଶୁଥିଲା ବେଳେ ପୁଣି ସକାଳେ ତୁମ ପାଇଁ ଶୁଭେଚ୍ଛା ଜଣାଏ। ତୁମେ ତୁମର ଶୀତତାପ ନିୟନ୍ତ୍ରିତ ଘରେ ଶୋଇ ନିଜର ବିଫଳ ଦାମ୍ପତ୍ୟ ଜୀବନର କାହାଣୀ ଶୁଣାଉଥିଲା ବେଳେ ମୁଁ ଏପଟେ ସିଗାରେଟ ଧୂଆଁରେ ନିଜକୁ ଜାଳି ବାଷ୍ପରୁଦ୍ଧ କଣ୍ଠରେ ତୁମ କଥା ଶୁଣୁଥାଏ। ମୁଁ ଏପଟେ ସିଗାରେଟ ଧୂଆଁରେ ନିଜକୁ ଜାଳି ବାଷ୍ପରୁଦ୍ଧ କଣ୍ଠରେ ତୁମ କଥା ଶୁଣୁଥାଏ। ଚାହିଁଲେ ବି ମୁଁ କହିପାରେ ନା ମୋ ବିଫଳ ଦାମ୍ପତ୍ୟର କାହାଣୀ, ମୋ ସନ୍ଦେହୀ ସ୍ତ୍ରୀର ତେରେଛା ଚାହାଣୀ। କେବଳ ଅତୀତର ସ୍ମୃତିର ଢେଉ ସବୁ ଫେରି ଆସନ୍ତି ମନର ଅଗଣାର କୂଳକୁ। କଲେଜ ପାଖ ହୋଟେଲ, ଷ୍ଟଡି ରୁମ୍ ଅବା କଲେଜ ପାଖ ମନ୍ଦିର, ପୁଣି କେତେବେଳେ ହାତ ଧରା ଧରି ହୋଇ ପାର୍କର ନିବୃତ୍ତ କୋଣରେ ପଶୁମାରୀ ଗଳ୍ପର ଚାଦରରେ ଘୋଡ଼େଇ ହୋଇ ଦେଖୁଥିବା ସୁନେଲି ସ୍ୱପ୍ନ। ପ୍ରତିଶ୍ରୁତି ଦିଆ ହୁଏ ପୁଣି ଥରେ ମିଶିବାକୁ, ହେଲେ କଥା ଦେଇ ରଖି ହୁଏନି ବୋଲି ତ ପ୍ରତିଶ୍ରୁତି ମାନଙ୍କର ସୀମା ନଥାଏ। ତେବେ ବି ପୁରୁଣା ସ୍ମୃତି ସବୁ ରୋମାଞ୍ଚିତ ହେଉଥାଏ। ସମୟର କରାଳ ଚକ୍ରରେ ତୁମେ ସାତ ଦରିଆ ସେପଟେ ଆଉ ମୁଁ ଏପଟେ ସାଂସାରିକ ଜୀବନ ବିତାଉଥିଲା ବେଳେ ଘରର ଝରକା ଦେଇ ଦମକାଏ ପବନ ପଶି ଆସିଲା ଭଳି ତୁମ ସ୍ମୃତି ଚାଲି ଆସେ ମୋ ଭାବନା ଭିତରକୁ। ପରିବାର ଭିତରେ ନିଜକୁ ବାଣ୍ଟି ସାରିବା ପରେ ଯାହାବେଳେ ତୁମ ସହ ବାଣ୍ଟି ଦିଏ ଲୁହ, ସ୍ମୃତି, ଖୁସି, ସବୁ କିଛି। ତୁମର ସେପଟେ ସକାଳ ବୋଲି ଅଧିକ ସମୟ କଥା ହେବାକୁ ଜିଦ୍ କର। କିନ୍ତୁ ମୋତେ ଫେରିବାକୁ ପଡ଼େ ନିଜ କର୍ତ୍ତବ୍ୟ ପଥରେ। ଆନନ୍ଦ ବି ଅଛି ଜଳି ଜଳି ମରିବାରେ। ଆରେ ତୁମ ଆଖିରେ କଣ ଏତେ ଲୁହ? ସେ ଲୁହ ମୋ ଆଖିକୁ ଧୀରେ ଧୀରେ ସଞ୍ଚରି ଆସିଲାଣି। ସେ ଲୁହରେ ତୁମ ମୁହଁଟି ଝାପ୍ସା ଦେଖାଯାଉଛି। ଆକାଶଟା ଧୀରେ ଧୀରେ ରକ୍ତିମ ଧାରଣ କଲାଣି। ଏବେ ବିଦାୟ ନେବାକୁ ହେବ।
ଏଥର ତୁମକୁ ଶୁଭ ସକାଳ। ମୋର ଏଠି ପରା ସନ୍ଧ୍ୟା କରିଗଲାଣି। ବନ୍ଧୁ ତ୍ରିନାଥ ସିଂଙ୍କୁ ସମର୍ପିତ।